ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ବାସ୍ତୁର ସେସନ ସହିତ ଆମେ ଗୋଟେ ଗୋଟେ ଆଷ୍ଟ୍ରୋଲୋଜିର ବେସିକ ସେସନ ବି ଆରମ୍ଭ କରିବା। ଆମ ପାଖରେ ବର୍ତ୍ତମାନ ସମୟ ଅଛି ଭାଇ ଦେଖ, ପଢିବାର କୌଣସି ଦ୍ୱିତୀୟ ବିକଳ୍ପ ନାହିଁ। ଦୟାକରି ସମସ୍ତେ ପଢ, ଯିଏ ଯେତେ ପଢିବ ସେ ସେତେ ଜାଣିବ। ଏକ୍ସପିରିଏନ୍ସ କାଉଣ୍ଟ କରେ, କିନ୍ତୁ ଜ୍ୟୋତିଷ ପାଠରେ, ଆଷ୍ଟ୍ରୋଲୋଜି ପାଠରେ ଏକ୍ସପିରିଏନ୍ସ କାଉଣ୍ଟ ସେଇମାନଙ୍କର କରେ ଯୋଉମାନଙ୍କର ପାଠ ମନେ ରହେ। ଯୋଉମାନଙ୍କର ପାଠ ମନେ ରହେନି, ମାନେ ମୁଁ ମୋ କଥା କହୁଛି, ମୋର ଏତେ ଭଲସେ ମନେ ରହେ, ମୁଁ ତାକୁ ବାରମ୍ବାର ପଢିବାକୁ ଚେଷ୍ଟା କରେ। ଆଉ ୱାନ୍ସ ଆଷ୍ଟ୍ରୋଲୋଜି ପାଠରେ ରସ କାହାକୁ ମିଳିଗଲା ନା, ମଜା ଟା ମିଳିଗଲା, ସେ ତାକୁ ଆଉ ମାନେ ସିରିୟସନେସ୍ ନବନି କି ମାନେ ମୁଁ ଏଟାକୁ ଏଟା ଏନ୍ଜୟ କରିବ ସିଏ। ଭାଇ ସ୍କ୍ରିନ୍ ଆସୁଛି କି? ହୁଁ। ରାଶି, ରାଶି କେଇଟା? ସମସ୍ତେ କହନ୍ତି 12ଟା ରାଶି। ଆଉ ରାଜବାବୁ 13ଟା ରାଶି ଅଛି କି? ନା ନା, 12ଟା। କିଛି ଲୋକ ନିଜ ନିଜ ରାଶି ନୂଆ ଡିସ୍କଭର କରୁଛନ୍ତି, ମୁଁ ଜାଣିନି, ହେଇଥିବ 13ଟା ଥାଇପାରେ। ହୁଁ। ଏଇଟା ହେଲା ଉତ୍କଳୀୟ। ଏଇଟା ହେଲା ନର୍ଥ ଇଣ୍ଡିଆ। ଗୋଟେ ହେଲା ଉତ୍କଳୀୟ, ଗୋଟେ ହେଲା ନର୍ଥ ଇଣ୍ଡିଆ। ଆଚ୍ଛା, ଆମ ଗଣନାଟା ଏଇଠୁ ଷ୍ଟାର୍ଟ ହବ। 1 2 3 4 5 6 7 8 9 10 11 12, 12ଟା ଘର। ଏଠି ବି 1 2 3 4 5 6 7 8 9 10 11 12, 12ଟା ଘର। ଏଠି ଏଇଟା କୋଉ ରାଶି ହେଲା ରାଜବାବୁ? ମେଷ ମେଷ। ଏଇଟା କୋଉ ରାଶି? ବିଚ୍ଛା। ତାହେଲେ ମେଷ ଆଉ ବିଛାକୁ କିଏ ରୁଲ କଲା? ମଙ୍ଗଳ। ମଙ୍ଗଳ। ତାହେଲେ କାଳ ପୁରୁଷ, ଏଇଟାକୁ ଆମେ କାଳ ପୁରୁଷ କୁଣ୍ଡଳୀ କହୁ। ଠିକ ଅଛି। ହୁଁ। ରାଜବାବୁ, ଏଇ ଯୋଉ ଜ୍ୟୋତିଷ ଗୁଡାକ ଆପଣ ଏଇ ଯୋଉ ଲେସନ ଗୁଡା ଅପଲୋଡ କରିବେ, ପୁରା 1ରୁ ଆରମ୍ଭ କରିବେ ଯେତେ ଯାଏଁ ଯାଇପାରିବ, ଠିକ ଅଛି ନା? ୟେସ୍ ୟେସ୍। ଆଉ ମଝିରେ ପ୍ଲେଲିଷ୍ଟ ଅଲଗା କରିପାରିବ, କିନ୍ତୁ ଏଇ ସିରିଏଲ ନମ୍ବରଟା ହୁଁ। ବ୍ରେକ୍ କରିବେ ନାହିଁ, ମୋର ଏଟା ରିକ୍ୱେଷ୍ଟ ଆପଣଙ୍କୁ, ଠିକ ଅଛି? ୟେସ୍ ୟେସ୍। ହଁ, ତାପରେ ଏଇଟା କୋଉ ରାଶି ଭାଇ? ବୃଷ। ଏଇଟା କୋଉ ରାଶି? ତୁଳା। ଏ ଦିଟାଙ୍କର କିଏ ରୁଲ କଲା? ବୃଷ ଆଉ ତୁଳାକୁ କିଏ ରୁଲ କଲା? ଶୁକ୍ର। ଶୁକ୍ର ଶୁକ୍ର। ଶୁକ୍ର। ଏଇଟା ଏଇଟା କୋଉ ରାଶି? ଏଇଟା ଆମର ବୁଧ। ମିଥୁନ ରାଶି କିନ୍ତୁ ବୁଧ ଆଉ। ମିଥୁନ। ଏଇଟା କେଉ ରାଶି? କନ୍ୟା ଆଉ। ତ ମିଥୁନ ଆଉ କନ୍ୟାକୁ କିଏ ରୁଲ କଲା? ବୁଧ। ବୁଧ। ହୁଁ। ଆଚ୍ଛା, ଏଇଟା କୋଉ ରାଶି? କର୍କଟ। ଏଟାକୁ କିଏ ରୁଲ କଲା? ଚନ୍ଦ୍ର। ଚନ୍ଦ୍ର। ଏଇଟା କୋଉ ରାଶି? ସିଂହ। ସିଂହ। ଏଇଟାକୁ କିଏ ରୁଲ କଲେ? ସୂର୍ଯ୍ୟ। ସୂର୍ଯ୍ୟ। ରବି, ସୂର୍ଯ୍ୟ। ଆଚ୍ଛା, ଏଇଟା କୋଉ ରାଶି? ମକର।
ତା ପରଟା କୋଉ ମକର ରାଶି? କୁମ୍ଭ କୁମ୍ଭ ଏ ମକର ଆଉ କୁମ୍ଭକୁ କିଏ ରୁଲ କଲେ? ଶନି ଆଚ୍ଛା, ଏଇଟା କୋଉ ରାଶି? ଧନୁ ଏଇଟା କୋଉ ରାଶି? ମୀନ। ମୀନ ତାହେଲେ ସମସ୍ତେ 12ଟା ରାଶି ଜାଣିଗଲ କି? ହୁଁ। ହୁଁ। ଆଉ ଧନୁ ଆଉ ମୀନକୁ କିଏ ରୁଲ କଲେ? ବୃହସ୍ପତି। ବୃହସ୍ପତି। ଗ୍ରହ କ୍ରମରେ ଏଇ ପାର୍ଟ ଟା କ୍ଲିୟର ହେଲା କି ହୁଁ ସମସ୍ତଙ୍କର? ହୁଁ 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 ହୁଁ। ହଁ ହଁ। ରାଶି ଏବଂ ରାଶି ଅଧିପତି କିଏ କୋଉ ଗ୍ରହ ଆମେ ଆଜି କ୍ଲିୟର ହେଲେ। ହୁଁ ଏତିକି ସମସ୍ତଙ୍କର ମନେ ରହିଲା କି? ହୁଁ। ଆଜ୍ଞା। ଆଚ୍ଛା, ରାଶି କେମିତି ଆମେ ଡିଫାଇନ କରିବା କି ଏ ଲୋକର ରାଶି କୋଉଠି? ଆମେ ମୁଁ ଏଟା ଲିଭେଇଲି ହେଲା, ହୁଁ। କୁମ୍ଭ। ଆଉ ଢିଲା ଦେଇନି। ଆମେ ଗୋଟେ ଲୋକର ଜାଣିବା ଯେ କୋଉ ରାଶି ବୋଲି କେମିତି ଜାଣିବା? ଚନ୍ଦ୍ର ଯୋଉଠି ରହିବ। ହଁ, ତାହେଲେ ଚନ୍ଦ୍ର ଏଇଠି ରହିଲେ କୋଉ ରାଶି ହେଲା ତାର? ମୀନ। ହଉ, ତୁମେ ଟିକେ ମାନେ ଧୀର ରୁହ, ଆଉ ମୁଁ ଆଉ ଜଣକୁ ପଚାରିବି। ଆଜ୍ଞା। ଏଠି ଯଦି ଚନ୍ଦ୍ର ରହିଲା କୋଉ ରାଶି? ମୀନ ଏଠି ଚନ୍ଦ୍ର କନ୍ୟା ରହିଲେ ଏଠି କନ୍ୟା। କନ୍ୟା ଓ କନ୍ୟା କନ୍ୟା ସରି ଏଠି ଚନ୍ଦ୍ର ରହିଲେ କୋଉ ରାଶି? ବୃଷ ବୃଷ ହୁଁ ହୁଁ ହଁ। ହୁଁ। ଏଠି ଚନ୍ଦ୍ର ରହିଲେ କୋଉ ରାଶି? ମକର ଗୁଡ। ଏଠି ଚନ୍ଦ୍ର ରହିଲେ କୋଉ ରାଶି? କର୍କଟ ଗ୍ରେଟ। ଏଠି ଚନ୍ଦ୍ର ରହିଲେ କୋଉ ରାଶି? ଧନୁ ଏଠି ଚନ୍ଦ୍ର ରହିଲେ କୋଉ ରାଶି? ମେଷ ଏଠି ଚନ୍ଦ୍ର ରହିଲେ କୋଉ ରାଶି? ସିଂହ ଏଠି ଚନ୍ଦ୍ର ରହିଲେ କୋଉ ରାଶି? ତୁଳା ଏଠି ରହିଲେ? ବିଛା ଏଠି ରହିଲେ? ମିଥୁନ। ଗୁଡ। ତମମାନଙ୍କର ଏତିକି ରିକ୍ୱେଷ୍ଟ ହେଲା, ମୁଁ ଆଜି ଏତିକି ପଢେଇବି। ଏତିକି କାଲି ସକାଳେ ମନେ ରଖିକି ଆସିଥିବେ ଯେ ଚନ୍ଦ୍ର ଯୋଉ ଘରେ ରହନ୍ତି ସେଇଟାକୁ ତାଙ୍କର ରାଶି ବୋଲି କୁହାଯାଏ। ଏବଂ 12ଟା ରାଶି କିଏ କିଏ ଏବଂ 12ଟା ରାଶିର ଅଧିପତି କିଏ କିଏ। ଠିକ ଅଛି? ଠିକ ଅଛି ଭାଇ। ଏତିକି ଯଦି ତମେ ମନେ ରଖିଲ, ତମେ ଆଷ୍ଟ୍ରୋଲୋଜିର ବେସିକ୍ସ ର ବ ଅକ୍ଷର ଜାଣିଗଲ। କ୍ଲିୟର ନା? ତ ଆଜିର ସେସନ ପାଇଁ ଏତିକି। ପୁଣି ଆମେ କିଛି ଛୋଟ ମୋଟ ସେସନ ସହିତ ଆଗକୁ ପଢିବା। ମନେ ରଖ, ଛୋଟ ଜିନିଷ କେବେ ବି ଛୋଟ ନୁହଁ। ବିନ୍ଦୁ ବିନ୍ଦୁ ମିଶି ସିନ୍ଧୁ। ତ ବିନ୍ଦୁର ବି ପାୱାର ଅଛି, ସିନ୍ଧୁର ବି ପାୱାର ଅଛି। ତ ତମେ ଯେତେ ବିନ୍ଦୁ ମିଶେଇବ ସେତେ ଆଗେଇବ। ତମେ ଯଦି କହିବ ମୁଁ ଆଜି ଗୋଟେ ବିନ୍ଦୁ ହେଇଗଲା, କାଲି ଗୋଟେ ବିନ୍ଦୁ ଛାଡିଦେବି, ସେମିତି ହେଇପାରିବ। ଧୀରେ ଧୀରେ କରି ସ୍ଲୋଲି ଆଗକୁ ବଢିବାକୁ ପଡିବ। ଠିକ ଅଛି ନା? ହୁଁ। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।